ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର 2 ଜଣ ସାଙ୍ଗ ନିଖୋଜ ରହିଥିବା ବେଳେ ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ୍ ନିକଟରେ ଚପଲ ଓ ବାଇକ୍ ଛିଡ଼ା ହୋଇଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ତେବେ ଛିଡ଼ା ହୋଇଥିବା ବାଇକ୍ର ବିଭିନ୍ନ ସ୍ଥାନରେ ରକ୍ତ ଛିଟା ଲାଗିଥିବାରୁ ଏହା କାହାର ବୋଲି ପ୍ରଚାର ହୋଇଯାଇଥିଲା। ପରେ ନୀଳଗିରି ବ୍ଲକ ଅନ୍ତର୍ଗତ କାଂସ ପଞ୍ଚାୟତ କାଂସ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀ ରାଉତ ଓ ଉକ୍ତ ଗ୍ରାମର ମନୋରଞ୍ଜନ ମହାପାତ୍ର ନିଖୋଜ ଥିବା ନେଇ ଜଣାପଡ଼ିଥିଲା। ତେଣୁ ହୁଏତ 2 ଜଣ ସାଙ୍ଗକୁ ହତ୍ୟା କରି ବ୍ଲୁ ଲେକ୍ରେ ଫିଙ୍ଗି ଦିଆଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଆଉ ନୀଳଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବ୍ଲୁ ଲେକ୍ର ଗଭୀର ଜଳରାଶି ମଧ୍ୟରେ ଖୋଜାଖୋଜି କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୀଳଗିରି ଥାନା ଅନ୍ତର୍ଗତ କାଂସ ଗ୍ରାମର ସନ୍ତୋଷ ରାଉତଙ୍କ 21 ବର୍ଷୀୟ ପୁଅ ଭବାନୀ ଓ ସେହି ଗ୍ରାମର ମନୋରଞ୍ଜନ ମହାପାତ୍ର ସନ୍ଧ୍ୟା ପ୍ରାୟ 5ଟା ସମୟରେ ଏକ ବାଇକ୍ ଯୋଗେ କୌଣସି କାମ ଅଛି କହି ଘରୁ ବାହାରି ଯାଇଥିଲେ। ତେବେ ସେମାନଙ୍କ ଫେରିବାରେ ବିଳମ୍ବ ହେବାରୁ ଉଭୟ ପରିବାରର ଲୋକେ 2 ଜଣଙ୍କ ମୋବାଇଲକୁ ଫୋନ୍ କରିଥିଲେ ମଧ୍ୟ ମୋବାଇଲ ସୁଇଚ୍ ଅଫ୍ ରହିଥିଲା। ତେଣୁ କାଳେ ସେମାନେ ତାଙ୍କର ସାଙ୍ଗ ଘରେ ରହିଥିବା ଭାବି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ସନ୍ଧାନ ମିଳିନଥିଲା। ପରେ ବ୍ଲୁ ଲେକ୍ ନିକଟରେ ଛିଡ଼ା ହୋଇଥିବା ବାଇକ୍ ଓ ଚପଲ ବିଷୟରେ ଜାଣିବାକୁ ପାଇ ତାଙ୍କ ପରିବାର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଚପଲ ତାଙ୍କର ବୋଲି ଜାଣିଥିଲେ। ସେପଟେ ଏଯାବତ୍ ଗଭୀର ଜଳରାଶି ମଧ୍ୟରେ 2 ଜଣଙ୍କର ପତ୍ତା ମିଳିନଥିବା ବେଳେ ସେମାନଙ୍କ ନିଖୋଜ ସମ୍ପର୍କରେ ଭବାନୀ ରାଉତଙ୍କ ବଡ଼ ଭାଇ ବିଜୟ ରାଉତ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଚାଲିଥିଲେ ବି ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି। तुमको दीजन नहीं केतरा दीजन हां से काली ताको दीजन फोन की नजर Six two.